ଶୁଣ ଶୁଣ ଭାଇ ଓ ଭଉଣୀମାନେ ମୋର, ଆପଣମାନଙ୍କୁ ମିଲି ମିଶ୍ର ଦେଶୀ କିଚେନ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସ୍ୱାଗତ ଯେ ମୋର। ପ୍ରଥମରେ ପୋଟଳକୁ ତ ଆମେ ତ ଛାଣିବା, ଗୋଟି ଗୋଟି କରି ପ୍ରୋସେସ୍ ଆଗକୁ ଦେଖିବା। ପ୍ରଥମରେ ହାଫ୍ କିଲୋ ପୋଟଳ ନେଇଛି। ସେହି ପୋଟଳକୁ ଭଲ ଭାବେ ଏବେ ମୁଁ ଧୋଇ ଦେବି ତ ଯାଉଛି। ଗୋଟେ ପୋଟଳକୁ ଆପଣମାନେ 2 ଖଣ୍ଡରେ କରିବେ। ତାପରେ ଅଳ୍ପ ଟିକେ ଲୁଣ ଦେଇଦେବେ। ସ୍ୱାଦ ଅନୁସାରେ ପୁଣି ଲୁଣ ଦେଇଦେବେ। ପରିମାଣ ହିସାବରେ ହଳଦୀ ଗୋଳାଇବେ। ଏଇପଟେ ଆଳୁକୁ କାଟି ମୁଁ ରଖିଛି। ସ୍ୱାଦ ଅନୁସାରେ ଲୁଣ, ହଳଦୀ, ମରିଚ ଗୁଣ୍ଡ ଯେ ଦଉଛି। ତାପରେ ବେସନ ଗୁଣ୍ଡ ଟିକେ ପକାଇବା। କର୍ଣ୍ଣଫ୍ଲୋର ପାଉଡର ତା ଉପରେ ଢାଳି ଦବା। କର୍ଣ୍ଣଫ୍ଲୋର ପାଉଡର ଦେଇ ଯେ ତାକୁ ଭଲ ଭାବରେ ଗୋଳାଇ ଦେବା ଆମ୍ଭେମାନେ। ତାହା ଉପରେ ମସଲା ଗୁଣ୍ଡ ଟିକେ ଦେଇଦବା। ହାତରେ ତ ଭଲ ଭାବରେ ଗୋଳାଇ ନେବା। ଭଲ ଭାବରେ ଗୋଳାଇ ଯେ ଦେବା। ଏହିପଟେ ପୋଟଳକୁ ପାଣିରେ ଫୁଟାଇ, ତାପରେ କଳା କଡ଼ାଇ ଦେବା ଯେ ବସାଇ। କଳା କଡ଼ାଇରେ ତେଲକୁ ଗରମ କରିଦବା। ସେହି ଗରମ ତେଲରେ ପୋଟଳ ପକାଇବା। ପୋଟଳ ପକାଇବା। ରଖା ହେଇଥିବା ଆଳୁ ପକାଇବା। ଆଳୁ ସବୁତକ ଯେତ ପକାଇଲା ପରେ, ତାପରେ ଓଲଟ ପାଲଟ ଦେବା ଆମ୍ଭେ କରି। ମନ ଦେଇ ଶୁଣ ସର୍ବେ ଆହେ ନର ନାରୀ। ଭଲ ଭାବରେ ଯେ ତାକୁ ଗୋଳାଇ ଦେବା। ଓଲଟ ପାଲଟ ଯେ କରିବା। ଭଲ ଭାବରେ ଯେ ତାକୁ ଓଲଟାଇ ଦେବା। ଏହିପରି ତେଲରେ ଯେ କିଛି ସମୟ ରଖିବା। କିଛି ସମୟ ପରେ ଜାଳି ଚଟୁରେ ଛାଣିବା। ଜାଳି ଚଟୁରେ ତ ଏହିପରି ଭାବରେ ଦେବା ଛାଣି। ତାହାପରେ ଅନ୍ୟ ପାତ୍ରକୁ ରଖିବା ହେ ଭାଇ ଭଉଣୀ। ତାପରେ ପୁଣି ସେହି ପୋଟଳକୁ ନବା। ମରିଚ ଗୁଣ୍ଡ, ମସଲା ତାପରେ ତ ଢାଳିବା। ତାହାକୁ ଯେ ଭଲ ଭାବରେ ଦେବା ତ ଗୋଳାଇ। ଭଲ ଭାବରେ ଗୋଳାଇ ଦେବା। ଶୁଣ ଆହେ ଭଉଣୀ ହେ ଭାଇ, ମନେ ରଖିବା ପୋଟଳରେ ଯେମିତି ସବୁ ତ ଲାଗିବ। ରସା ତ ଲାଗିବ। ଏହିପରି ଭାବରେ ଯେ ଓଲଟ ପାଲଟ ତ ହୋଇବ। ଏହି ଭାବରେ ଓଲଟ ପାଲଟ ଯେ ହୋଇବ। ତାହାପରେ କଳା କଡ଼ାଇରେ ଯୋଉ ତେଲ ବସିଥିବ, ଆଳୁ ହେଲା ନା କି ନାହିଁ ଏବେ ନୟନ ଦେଖିବ। ଆଳୁ ଯେତେବେଳେ ଭଲ ଭାବେ ହେଇଯିବ, ତାପରେ ଜାଳି ଚଟୁରେ ତ କଢ଼ା ହବ। ମନେ ରଖିବେ ଯେମିତି ବ୍ରାଉନ୍ କଲର୍ ଆଳୁ ଯେ ଦିଶିବ, ତାକୁ ଛଣାଯାଇ ଅନ୍ୟ ପାତ୍ରରେ ରଖା ହବ। ଅନ୍ୟ ପାତ୍ରରେ ତ ଆଳୁକୁ ରକ୍ଷଣ ଯେ ଦେବା। ଏହିପରି ରଖା ହେଇଥିବା ପୋଟଳ ସବୁକୁ ଛାଡ଼ି ଦେବା। ସବୁତକ ପୋଟଳକୁ ଛାଡ଼ି ଦେବା। ଏହିପରି ଭାବରେ ପୋଟଳ ଯେ ସିଝିବ। ପୋଟଳ ଯେବେ ସିଝିବ ଓଲଟ ପାଲଟ ହେବ। ଓଲଟ ପାଲଟ ହେବ। ଏହିପରି ଭାବରେ ଯେ ପୋଟଳ ସିଝିବ, ତାହାପରେ ଓଲଟ ପାଲଟ ଯେତ ସେ ହେବ। ଏହିପରି ଭାବରେ ଯେ ପୋଟଳ ଛାଣିବେ। କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ପୁଣି ଦେଖା ହବା ହେ ନେକ୍ସଟ ଭିଡ଼ିଓରେ। କେମିତି ଲାଗିଲା ମୋତେ ଜଣାଇବା। ରହିଲି, ନମସ୍କାର, ଜୟ ଜଗନ୍ନାଥ।